ମୋତେ କହୁନ ମୋର ଭୁଲଟା କ'ଣ ଅଛି? ଆରେ ପାଇବ ତ ସୁନିଶ୍ଚିତ। ମୋ କହିବା କଥା ଶୁଣ, ମୁଁ ଭୁଲଟା କ'ଣ କଲି? ସାଙ୍ଗମାନେ, କିନ୍ତୁ ଭୁଲଟା ମୋର ନୁହଁ। ମୁଁ ଭୁଲଟା ଆଜ୍ଞା କରିନି। ଆପଣ ପୁରା କଥାଟା ଆଜ୍ଞା ଶୁଣନ୍ତୁ। ପୁରା କଥା ଶୁଣି ସାରିଲା ପରେ ଆପଣ ନିଜେ ଚିନ୍ତା କରିବେ ମୋର ଭୁଲ ନା କାହାର ଭୁଲ। ଆପଣ ନିଜେ କହିବେ। ଆଜି କ'ଣ କଲି, କହିବାକୁ ଗୋଟେ ଖରାପ ଲାଗୁଛି, କିନ୍ତୁ କହିବା ପାଇଁ ବାଧ୍ୟ। ମୁଁ ମନ୍ଦିରରେ ବଡ଼ି ଭୋରୁ ମୁଁ ରାତି 3:30ରେ ଉଠିଲି, ଫୁଲ ତୋଳିଲି। ଆଉ ଫୁଲ ତୋଳି ସାରିଲା ପରେ ହେଉଛି ଭୋଗ ସରିଲା, ଭୋଗ ପ୍ରାର୍ଥନା ବି ସରିଗଲା। ମୁଁ କ'ଣ କଲି, ଭୋଗଟାକୁ ଆଣିବା ପାଇଁ ଗୋଟେ ତାଙ୍କର ଗୋଟେ ଜାଗା ଥିଲା, ତାଙ୍କ ଜାଗାଟାକୁ ମୁଁ ନେଇଗଲି, ଭୋଗଟାକୁ ନେଇକି ଆସିବି ବୋଲି। ମୁଁ ତଳକୁ ଆସିଲା ବେଳକୁ ଭୋଗ ବାଟି ପାଇଁ ସେ ଘରଟା ତାଲା ପଡ଼ିଥିଲା। ଦେଖିଲା ବେଳକୁ କେହି ନାହାନ୍ତି। ମୁଁ ଭାବିଲି ଯେ ସମସ୍ତେ ମନ୍ଦିରକୁ ପଳେଇ ଯାଇଛନ୍ତି। ମୁଁ ଆଉ ଜାଣିନି ଯେ ସେ କେଉଁଠି ଗାଧୋଇ ଯାଇଛନ୍ତି, କ'ଣ କରିଛନ୍ତି ବୋଲି। ମୁଁ ଦେଖିଲା ତାଲା ପଡ଼ିଛି। ମୁଁ କ'ଣ କଲି ନା, ଗେଟ୍ ଖୋଲା ଅଛି, ତାକୁ କ'ଣ କଲି, ଚାବି କାଢ଼ି ମୁଁ ଖୋଲିକି ଭୋଗ ବାଟି ନେଇକି ଚାବିକାଠିଟା ପକେଟ ପୁରେଇ ନେଇକି ମନ୍ଦିରକୁ ପଳେଇଲି। ମୁଁ ଆସିମି ତ ଭୋଗ ନେଇକି ଆସିମି, ଖୋଲିମି, ଭୋଗ ଫୁଲ ବାଣ୍ଟିମି, ଅଫିସକୁ ମୁଁ ଏଇଆ ଭାବିକି ମୁଁ ନେଇଗଲି। କିନ୍ତୁ ପ୍ରକୃତ ସତ କଥା, କାରଣ ଗେଟ୍ଟା ଖୋଲା ଅଛି, କେହି ନାହାନ୍ତି। କିଏ ବାଇଚାନ୍ସ ପଶି ଯିବ, ଫୁଲ ଗଛ ଅଛି, ଭାଙ୍ଗି ଭୁଙ୍ଗି ପକେଇବ ଗୁରୁଫୁରୁ। ମୁଁ ସେଇ ହିସାବରେ ଭାବିକି ମୁଁ ନେଇକି ପଳେଇଲି। ଭାଇ ମୋତେ, ଆଉ ମୁଁ ତ ଭିଡ଼ିଓ ଛାଡ଼ିଛି, ଆପଣ ଦେଖିବେ। ଆଉ ସେ ଭିଡ଼ିଓରେ ମୋତେ କିଭଳିଆ ବ୍ୟବହାର କରାଯାଉଛି। ଆଜ୍ଞା ମୁଁ ଗୋଟେ ବ୍ରାହ୍ମଣ ପିଲା, ଆଜ୍ଞା ସେ ଯେଉଁ ଭଳିଆ ବ୍ୟବହାର କରୁଛନ୍ତି, ମୁଁ ତଣ୍ଟି ଛୁଆ ଭଳିଆ ଲାଗୁଛି ମୋତେ ଏଠି। ମୁଁ ଆଜ୍ଞା ସତ କଥା କରି କହୁଛି, ମୁଁ ଠାକୁର ନାଣ ଖାଇ କହୁଛି, ଯଦି ମୁଁ ସତରେ ଥିବି ଦଣ୍ଡ ତ ନିଶ୍ଚିତ ମିଳିବ, ଆଉ ଯଦି ମୁଁ ଭୁଲ କରୁଥିବି ମୋତେ ବି ମିଳିବ। ଆଜ୍ଞା ଏଇଟା କ'ଣ ଏଇ କଥାରେ ଅଛି କହିଲେ? ମୁଁ ଭିଡ଼ିଓ ଛାଡ଼ିଛି, ଆପଣମାନେ ସମସ୍ତେ ଦେଖନ୍ତୁ ସେ ଭିଡ଼ିଓଟାକୁ। ତ ଆଜ୍ଞା ଏଇ ଗୋଟାଏ କଥା ନୁହଁ, କିନ୍ତୁ ପ୍ରାୟ କଥା, ପ୍ରାୟ କଥା ସେ ଏମିତି ମୋତେ କରୁଛନ୍ତି। ଆଜ୍ଞା ଏ ହେଉଛି ମନ୍ଦିର ନାଁ ହେଉଛି ସତ୍ସଙ୍ଗ ମନ୍ଦିର। ଠାକୁର ହେଉଛନ୍ତି ଅନୁକୂଳ ଚନ୍ଦ୍ର। ଏଠି ହେଉଛି ପୂଜା ପାଉଛନ୍ତି। ଆଜ୍ଞା ଏଇ ଯେଉଁ ଠାକୁରଙ୍କ ସେବା କରିବା, ଗୋଟେ ବ୍ରାହ୍ମଣ, ଗୋଟେ ଜଗନ୍ନାଥ ମନ୍ଦିର ଯାଆନ୍ତୁ, ଗୋଟେ ବ୍ରାହ୍ମଣକୁ ଏମିତି ଅବସ୍ଥାରେ କେହି କରିବେନି। ମୁଁ ଆଜ୍ଞା ଭୁଲ କରିଛି କି ଠିକ୍ ଅଛି, ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ, ଆଉ ଗୋଟେ ସବସ୍କ୍ରାଇବ୍ ଜଣାଇବେ। ଆଉ ସୋସିଆଲ ମିଡ଼ିଆର ମୁଁ ଏଠି ମୁଁ ଭାଇରାଲ୍ କରିନଥାନ୍ତି କି ମୋ କଥାଗୁଡ଼ା, କିନ୍ତୁ ମୋତେ ଏମିତି ପ୍ରାୟ 20-25 ଥର ମୋତେ ଏମିତି କହିଲେଣି। କିନ୍ତୁ ବାଧ୍ୟ ହୋଇକି ମୁଁ ଆଜି ଏଇଟା କାମ ନିଷ୍ପତ୍ତି ନେଲି 2 ଦିନ କରିବା ପାଇଁ। ଆଉ ମୋ ସ୍ତ୍ରୀ ସେ କହୁଛି କାହିଁକି ତାକୁ ଛାଡ଼ୁଛ, ଇଏ କରୁଛ। ମୁଁ ଆଜ୍ଞା କେତେ ଦିନ ମୁଁ ଏମିତି ଶୋଇବି? ଆଉ ପଳେଇ ତ ଯିବି ନିଶ୍ଚିତ। ମୁଁ ଆଜ୍ଞା ଏ ମନ୍ଦିରର ପୂଜା କଲେଣି 9 ବର୍ଷ ହେଇଗଲାଣି ହେଲା। 9 ବର୍ଷ ପୁରିକି 10 ବର୍ଷ ଚାଲିଲା ଏ ମନ୍ଦିରର। ଏମାନଙ୍କର ମାନେ ବ୍ୟବହାର, ଯେଉଁଟା ବ୍ୟବହାର କଥାଟା କରୁଛନ୍ତି ଆଜ୍ଞା, ବିଶ୍ୱାସ କରିବେନି। କ'ଣ କରିବି, ବ୍ରାହ୍ମଣ ଉପରକୁ ଏଇଭଳିଆ ଅତ୍ୟାଚାର। ରହିଲି। ଜୟ ଜଗନ୍ନାଥ। ଆପଣମାନେ ବହୁତ ଭଲ ରୁହନ୍ତୁ।